आपन परिचय ମୁଁ ହେଉଛି PWX कैशियर पानपोष सब डिविजन। ଆପଣ ରାଉରକେଲାରୁ ଆଜି ପ୍ରଥମ ଥର ଆସିଥିଲେ ନା ନାଇଁ ମୋ ଜୀବନରେ ମୁଁ ବହୁତ ଥର ଆସିଛି। ଏପରିକି ଏହି ଜଗନ୍ନାଥଙ୍କୁ ସୁନାବେଶରୁ ମୁଁ ଆସିଥିଲି, ମୋତେ ଉପରକୁ ଚଢ଼ିଲି, କିନ୍ତୁ ଯେତେବେଳେ ଭିଡ଼ ହେଲା ମୋତେ ଠେଲିଦେଲେ। ଜଗନ୍ନାଥ ମୁଁ ଏମିତି ଧରି ପକାଇଲି ତାଙ୍କ ଦେହର କଳା ମୋ ପିଠିରେ ବାଜିଗଲା। ମୁଁ ଯେତେବେଳେ ଭାରତୀ ଲଜ୍ ଗଲି, ଭାରତୀ ଲଜ୍ର ସୁରେଶ ଚନ୍ଦ୍ର ଦାସ ବର୍ତ୍ତମାନ ଅଛନ୍ତି ଯେ ଆପଣ ପିଠିରେ କଳା କ'ଣ ଲାଗିଛି, କହିଲେ ଆଜ୍ଞା ମୋତେ ଏମିତି ହେଲା ଯେ ମୋତେ ପଡ଼ିଯାଇଥାନ୍ତି, କିନ୍ତୁ କାଳିଆ ମୋତେ କହିଲା ମୁଁ ତାଙ୍କୁ ଧରିକିରି ବଞ୍ଚିଗଲି। ଏଇଟା ହେଉଛି ମୋର ପ୍ରଥମ ଅନୁଭୂତି। ଦ୍ୱିତୀୟ ଅନୁଭୂତି, ମୋର ବାପା ମୋର ନନା ଆଉ ବୋଉ ପ୍ରାୟ 40-50 ବର୍ଷ ହେଲା ସିଏ ପ୍ରତ୍ୟେକ ମାସ କାର୍ତ୍ତିକ ମାସରେ ଆସନ୍ତି। ମୋର ଗୋଟେ ମଉସାଘର ଏଇଠି ଅଛନ୍ତି, ସେ ମଉସାଘରେ ସେମାନେ ରୁହନ୍ତି। କିନ୍ତୁ ବାପା ଯିବା ପରେ ବୋଉକୁ ଆଣିକରି ମୁଁ ଏଇଠି ରଖେ। ଏ ଭାରତୀ ଲଜ୍ର ବି ରହୁ, ମାଉସୀ ଘରେ ବି ରହୁ। ପ୍ରାୟ 7-8 ବର୍ଷ ତଳେ, 10 ବର୍ଷ ତଳେ ସିଏ ଆସିଥିଲା। ଲକ୍ଷ୍ମୀ ପୂଜା ଦିନ ଆମେ ଆସି ଏଇଠି ପହଞ୍ଚିଲୁ। ଲକ୍ଷ୍ମୀ ପୂଜା ଦିନ ଏଇଠି ପହଞ୍ଚିଲୁ। ତାପରେ ଏଇଠି ସଂକଳ୍ପ କରାହେଲା, ସଂକଳ୍ପ କରି ହବିଷ ଗଲା। 5 ଦିନ ଯାଇଛି ନାହିଁ, ସିଏ ପୁରା ସିରିୟସ୍ ଅବସ୍ଥା ହେଇଗଲା। ମୋତେ ମାଉସୀ ମଉସା କହିଲେ ଯେ ତୁମେ ଜଲ୍ଦି ଆସ, ବୋଉ ତୁମର। ମୁଁ ବର୍ତ୍ତମାନ ମୁଖ୍ୟ ଚିକିତ୍ସାଳୟକୁ ନେଲି, କିନ୍ତୁ ଡକ୍ଟର କହିଲେ ଯେ ଇଏ ଆଙ୍କର ଆଶା ନେଇ, ତୁମେ କ'ଣ ବଡ଼ ମେଡ଼ିକାଲ ନେ। କିନ୍ତୁ ଭଗବାନଙ୍କ ମୋର ଭଣଜା କାର୍ ଆଣିଥିବା ଯୋଗୁଁ ମୁଁ ତାଙ୍କୁ ନେଇକରି ରାଉରକେଲା ଗଲି। ରାଉରକେଲାରେ ସରୋଜ କୁମାର ରଥ ଡକ୍ଟର ସେ ଦେଖିଦେଲେ, କହିଲେ କ'ଣ ହେଲା, କହିଲେ ଆଜ୍ଞା ଏମିତି ହେଲା। ସେ ନେଲେ 300 ଟଙ୍କା ଫିସ୍, କିନ୍ତୁ ଔଷଧ ଦେଲେ 10 ଟଙ୍କାର। ମୁଁ ଏଇ କଳ୍ପବଟ ମୂଳେ ମୁଁ ଆଉ ମୋ ସ୍ତ୍ରୀ କାଳିଆ କହିଲୁ, ହେ କାଳିଆ ମୋ ବୋଉ ପ୍ରତିବର୍ଷ ଆସେ ତୁ ହବିଷ କରାଏ, କିନ୍ତୁ ଏ ବର୍ଷ ତୁ କ'ଣ କଲୁ? ତୁ ଯଦି ପ୍ରକୃତ କାଳିଆ ହେଇଥିବୁ ମୋ ବୋଉକୁ ଅଣା ନବନାହାନ୍ତି ଏଇଠି ପହଞ୍ଚିବୁ, ନହେଲେ ତୋ ମୁହଁ ମୁଁ ଚାହିଁବି ନାହିଁ। କାଳିଆର କି ଦୟା ଲାଗେ ଜାଣି, କିନ୍ତୁ ସେଇଦିନ ଆସିକି ପହଞ୍ଚିଲେ ପ୍ରଥମ ଦିନ ମୁଁ ଭଲ ହେଲା, ରଖିଲି ଏକାଦଶୀ ଦିନ ସେ ଭଲ ହେଲା, ମାସ ଲାଗେ ରହିଲା। ଏତିକି ମୋର ଅନୁଭୂତି। ମୁଁ ସକାଳ ହେଲେ ମୁଁ ଜଗନ୍ନାଥ ଆଳତୀ ଦେଖିବି, 4ଟା ରାତି ଉଠିବି ଜଗନ୍ନାଥ ଆଳତୀ ଦେଖିବି। ମୋ ଭଉଣୀ ସନ୍ଧ୍ୟା ଯିବ ଦେଖିବ ଏଇଟା, ତାପରେ ଯାହା କିଛି କାମ ହବ। ମୋ ଉପରେ ତାଙ୍କ ଉପରେ ମୋର ପୁରା ବିଶ୍ୱାସ ଅଛି। ଏବେ ବି ମୁଁ ଗୋଟେ କାମରେ ଅଛି, ଜଗାକୁ କହିକି ଆସିଲି। ମୋ ମା ଯିବାର ଏବେ 8 ମାସ ହେଲା। ମୋତେ କହିଲେ ତୁମେ ସବୁ ମନ୍ଦିର ବୁଲାବୁଲି କରିବ, ଶିବ ପୂଜା କରିପାରିବ, ସବୁ କରିବ, କିନ୍ତୁ ତମେ ଗୋଟେ ଭୁଲ କାମ କରିଛ, କାଳିଆକୁ ଦର୍ଶନ କରିବ ନାହିଁ। ଆମେ କାଳିଆକୁ ଦର୍ଶନ କଲୁନି, ପଳଉଛୁ ଭାଇ। ମୁଁ କାଳିଆକୁ ଡାକୁଛି ବୋଲି ତୁ କାଳିଆ ହେଇଯିବୁ, ମୋ ଭଉଣୀକି ରକ୍ଷା କରେ। ସିଏ ବର୍ତ୍ତମାନ ହ୍ୟାଣ୍ଡିକ୍ୟାପ୍ଟ ଅଛି, କାଳେ ଲକ୍ଷ୍ନୌ ଦେଇକି ତାର ତଣ୍ଟି କଟା ହେଇଯାଇଛି। ଦେଖାଯାଉ କାଳିଆ କ'ଣ କରୁଛି। ଯେଉଁ କାମରେ ଆସିଛି ସେ କାମ ପୂର୍ଣ୍ଣ କରୁଛି କି ନାହିଁ, ମୋତେ ଭଗବାନ ସେତିକି ଦରକାର, ଆଉ କିଛି ନାହିଁ। ତାପରେ କାଳିଆ ହେଉଛି ଭାବ ବିନୋଦିଆ। ଯିଏ କାଳିଆ ସହିତ ଭାବ ଲଗେଇଥାଏ ସେ ମଧ୍ୟ ତା ସହିତ ବାନ୍ଧି ହେଇକି ଥାଏ। ଇଏ କାଳିଆର ବନ୍ଧନ ସମସ୍ତଙ୍କ ସହିତ ଅଛି, ସେଥିପାଇଁ ତ ସେ ଜଗତର ଠାକୁର। ଆପଣ ଯାହା କହିଲେ ଆପଣଙ୍କର ଅନୁଭୂତି, କାଳିଆ ପ୍ରତି ଅଭିମାନ କଲେ, ରାଗିଲେ। ଏବେ ବି କରୁଛି, କାହିଁ ମୋ ଭଉଣୀକି ଖାଇବାକୁ ଦଉ, ନହେଲେ ମୁଁ ବି ବେମାର ହେଲି, ମୋର ହାର୍ଟ ଉପରେ ବାହାରି ପଡ଼ିଲାଣି। ମୁଁ କେତେବେଳେ ଯିବି କହିପାରିବିନି, କିନ୍ତୁ ଆଗକୁ ପଶିବ କି ମୋର ସ୍ତ୍ରୀ ହେଉଛି ସାଇକୋଲୋଜି ପେସେଣ୍ଟ, ତାକୁ କିଏ ରଖିବ, ଇଏ ହେଉଛି ମୋ ପୁଅ ବି ଅର୍ଦ୍ଧ ପାଗଳ। ୟା ଉପରେ ଆମେ ନିର୍ଭର କରି ଚଳୁଛୁ। ଇଏ ଯଦି ଦେବ ଖାଇବାକୁ ମୁଁ ଖାଇବି, ନହେଲେ ଗଲି। ଏଇଟା ମୋର ଦରକାର। କାଳିଆକୁ ଦୁଃଖ କହିଛି, କ'ଣ କରୁଛି ସେ କେଜାଣି। ନିଶ୍ଚିତ ଭାବରେ ସେ ତ ହେଉଛନ୍ତି ଦୁଃଖ ହର୍ତ୍ତା, ସମସ୍ତଙ୍କର ଦୁଃଖକୁ ହରଣ କରିଥାନ୍ତି। ଯିଏ ତାକୁ ମନରୁ ଡାକିଥାଏ ସେ ତା ଡାକକୁ ଓ କରିଥାନ୍ତି। ଅତୀତରେ